ମୋ ନାଁ ରବି ନାୟକ। ମୁଁ କୋରାପୁଟ ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘର ସଭାପତି ଅଛି। ଆଜି ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେରେ ଆମର ଓଡ଼ିଶା ସାମ୍ବାଦିକ ସଂଘ ତରଫରୁ ଗୋଟିଏ ସଭାର ଆୟୋଜନ କରିଥିଲୁ। ଏଠି ଆମର ୟୁନିୟନର ଜିଲ୍ଲାର ସମସ୍ତ ଜାଗାରୁ ଆମର ସବୁ ସାମ୍ବାଦିକ ଆସି ଯୋଗ ଦେଇଥିଲେ ଏବଂ ସେମାନେ ସାମ୍ବାଦିକତାରେ ପ୍ରିଣ୍ଟ ମିଡ଼ିଆ ହେଉ ବା ଇଲେକ୍ଟ୍ରୋନିକ୍ ମିଡ଼ିଆ ହେଉ ତାଙ୍କ ଫ୍ରିଡମ୍ ଭାବରେ କେମିତି ସମ୍ବାଦ ପରିବେଷଣ କରିବେ ସେ ଉପରେ ବହୁତ ଚର୍ଚ୍ଚା ହୋଇଥିଲା। ଆମର ଅତିଥିମାନେ ମଧ୍ୟ ଆସିଥିଲେ, ସେମାନେ ବି ଚର୍ଚ୍ଚା କରିଥିଲେ। ତ ସମସ୍ତ ବନ୍ଧୁମାନଙ୍କୁ ଆମ ସାମ୍ବାଦିକ ବନ୍ଧୁମାନଙ୍କୁ ଭିତରେ ମିଳାମିଶା ସମସ୍ତଙ୍କର ଗୋଟେ ଭାବ ଆଦାନ ପ୍ରଦାନ ହୋଇଥିଲା। ତ ଆଗାମୀ ଦିନରେ କିପରି ଭାବରେ ଆମର ଯେଉଁ କୋରାପୁଟ ଜିଲ୍ଲା ନକ୍ସଲାଇଟ୍ ବେଲ୍ଟ ଅଛି ବା ଜାଗାରେ ତ କିପରି ଭାବରେ ଫ୍ରିଡମ୍ ସହିତ ସ୍ୱାଧୀନତା ସହିତ ସମ୍ବାଦ ପରିବେଷଣ କରିବେ ସେ ଉପରେ ଆଲୋଚନା ହୋଇଥିଲା। ତ ସମସ୍ତ ଯେଉଁ ଆସିଛନ୍ତି ଆମର ଯେତେ ସବୁ ସାମ୍ବାଦିକ କୋରାପୁଟ ଜିଲ୍ଲାର ସେ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି। ଏବଂ ୟା ମଧ୍ୟରେ ମଧ୍ୟ ଆମେ ଗୋଟେ ସାମ୍ବାଦିକମାନଙ୍କ ପାଇଁ ଯେଉଁଟେ ଆମର ଗୋଟେ ଯେଉଁ ମେଡ଼ିକାଲ ଆସିଥିଲା ମେଡ଼ିକାଲର ସେମାନେ ଗୋଟେ ପ୍ରପୋଜାଲ ଦେଇଛନ୍ତି ଯେ ସମସ୍ତ ସାମ୍ବାଦିକ ମାନଙ୍କର ଯେଉଁ ପରିବାର ପାଇଁ ସେମାନେ ସୁବିଧାର ସହିତ କମ୍ ବଜେଟ୍ରେ ବି ସାଙ୍ଗର ସୁବିଧା ଯେମିତି ପାଇବେ ସେ ମଣିପାଲ ଯେଉଁ ମେଡ଼ିକାଲ ଅଛି ଭୁବନେଶ୍ୱରରେ ତାଙ୍କ ତରଫରୁ ବି ଆମକୁ ସମସ୍ତ ସାମ୍ବାଦିକମାନେ କୋରାପୁଟ ଜିଲ୍ଲାର ସବୁ ସାମ୍ବାଦିକମାନଙ୍କ ପାଇଁ ସେମାନେ ଅଫର୍ ଦେଇଛନ୍ତି। ତ ଆମେ ଆଗାମୀ ଦିନରେ ଆଉଥରେ ସବୁ ସାମ୍ବାଦିକମାନଙ୍କୁ ଜଣାଇଦେବୁ ଯେ ସମସ୍ତେ ସେମାନଙ୍କର ଆଧାର କାର୍ଡ଼ ସହିତ ଫଟୋ ଦେଲେ ମଣିପାଲ ଯେଉଁ ମେଡ଼ିକାଲ ଅଛି ସେମାନେ ସବୁ ସୁବିଧା ସୁଯୋଗ ଆମ ପାଇଁ ସାମ୍ବାଦିକ ପାଇଁ ଦେବେ। धर्मेन्द्र अधिकारी समाजसेवी निश्चय भाव में मत बहुत खुशी लगे जे जयपुर ओजेयू तरफ आज ओडिशा जर्नलिस्ट यूनियन कोरापुट जिला तरफ आज जो प्रेस फ्रीडम डेटा पालन होती अशेष अशेष धन्यवाद और शुभेच्छा। सांबादिकता फ्रीडम उपरे आज जो रोकटा लगी से उपरे डिस्कसन होता बहुत सुंदर भाव माने गोटे डिस्कसन है। आमर वरिष्ठ माने बिजनेसमैन जयपुर संजय जैन भाईना मुख्य अतिथि थे। जड़े मुख्य वक्ता भाव में आमर देवेंद्र बाहिनीपति एडवोकेट सी भी थे भी आम किसी लोक एवं सांबादिक भाई मैंने समस्ते थे जोटि कि फ्रीडम उपरे सांबादिक मानक केतिकी फ्रीडम दिया दरकार तांकर माने ऊपर आरंभ करी तांकर डेस्क रु आरंभ करी प्रत्येक तल स्तर तो सी बाबद तांकर कलम केंती चलिबो समाज रे तांकर जो चतुर्थ स्तंभ बोली कह जाउती सांबादिक मानकू से जो तांकर अधिकारटा तांको केंती मिली पारिबो से जिनस पर डिस्कसन होता। तो बहुत प्रांजल भाव में समस्ते बहुत बढ़िया कहते आग को सांबादिक मानक किभली भाव में भल भाव में फ्रीडम मिल पार से उपर आलोचना चक्र शुणु पूर्वर मु सांबादिक थी आज अतिथि होकर आसी माने मुझे घर छाड़ी जीवी कौटी चाकरी करने पुणी जिते घर को फेरी आसबि तो निश्चित भाव में सीटा मोर घर ही थी। तो मोर सांबादिक भाई मान गहन मुझे आसी मोर परिवार को मु आउ थे आसी अतिथि भाव में मुझे आसी नी मोर परिवार को मु बुलवाक आसी बस परिवार लोक सहित मिसिले बहुत खुशी लगे। देवेंद्र बाहिनीपति जयपुर देखु आज हूँ वर्ल्ड प्रेस फ्रीडम डे जोटा कि मे 3 तारिख आमर यूएन रो जनरल असेंबली रिजोल्यूशन प्रकार प्रत्येक वर्ष मे 3 तारिख को वर्ल्ड प्रेस फ्रीडम डे भाव में पालन करा जाउछि। ए अवसर में कोरापुट जिलार ओजेयू जे रही ओडिशा जर्नलिस्ट यूनियन तरफ जयपुर ठारे आमर आज दिवस को पालन कराइला। ए अवसर में से मैंने आमको अतिथि भाव में स्वागत करते अतिथि भाव में आमको आमंत्रण करते तेणुक से धन्यवाद। एवं आज शुभ अवसर में समस्त सांबादिक बंधु अभियुक्त कोरापुट जिलार एवं विशेषकर कोरापुट सहर एवं जयपुर सहर सांबादिक मानक मु आंतरिक शुभेच्छा और अभिनंदन ज्ञापन करुँ। तो निश्चित भाव में देखु गणतंत्र चतुर्थ स्तंभ हूँ आमर सांबादिकता संवाद मन होती गणतंत्र चतुर्थ स्तंभ गणतंत्र जो प्रतिष्ठा एवं निर्भीक भाव में एवं स्वच्छता सहित सांबादिकता को परिवेषण करवा हूँ गोटे सांबादिकर मूल मंत्र मूल धर्म
କିନ୍ତୁ ଆଜିର ଦିନରେ ଯେଉଁଭଳି ଭାବରେ ରାଜନୈତିକ ଏବଂ ବ୍ୟବସାୟୀକରଣ ହୋଇଯାଇଛି, ରାଜନୈତିକ ଚାପ ଏବଂ ବ୍ୟବସାୟୀକରଣ ହୋଇଥିବା କାରଣରୁ ସାମ୍ବାଦିକମାନେ ନିଛକ ସତ୍ୟକୁ ପରିପ୍ରକାଶ କରିପାରୁନାହାନ୍ତି, ଯେଉଁମାନେ କି ସତ୍ୟତାକୁ ପଦାକୁ ଆଣିପାରୁନାହାନ୍ତି କେତେକ ସ୍ଥାନରେ। ତେଣୁକରି ଆଜିର ଦିବସରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ପ୍ରତିଷ୍ଠା କରିବା ପାଇଁ ଯେଉଁଭଳି ଭାବରେ ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ଜଣେ ସାମ୍ବାଦିକ ଥିଲେ, ଯେଉଁଭଳି ଭାବରେ ସେହି ସମୟର ସାମ୍ବାଦିକତା ଥିଲା, କିନ୍ତୁ ଆଜିର ସାମ୍ବାଦିକତା କେତେ କ୍ଷେତ୍ରରେ ବ୍ୟବସାୟୀକରଣ ହୋଇଯାଇଛି। ଆଉ କ୍ଷେତ୍ରରେ ଆଜି ଦେଖିବେ ଆଜି ସବୁ ଜାଗାରେ ମିଡ଼ିଆ ହାଉସ୍ ମାନର ପ୍ରଭାବ ରହୁଛି। ମିଡ଼ିଆ ହାଉସ୍ କୁହାଯାଉଛି, ଗୋଟେ ବ୍ୟବସାୟିକ ଶିଳ୍ପ କରିଦିଆଯାଇଛି ସାମ୍ବାଦିକକୁ, ସାମ୍ବାଦିକତାକୁ ଗୋଟେ ଶିଳ୍ପ କରିଦିଆଯାଇଛି। ତେଣୁକରି ନିଶ୍ଚିତ ଭାବରେ କେତେକାଂଶରେ ସାମ୍ବାଦିକାର ତା'ର ଯେଉଁ ମୂଳ ଲକ୍ଷ୍ୟ ଆଧାରରୁ ଆମେ ସାମ୍ବାଦିକ ବନ୍ଧୁମାନେ ଏବଂ ସାମ୍ବାଦିକ ଯେଉଁ ବ୍ୟବସ୍ଥା ବିଧି ବ୍ୟବସ୍ଥା ଦୂରେଇ ଯାଇଛି। ତେଣୁକରି ମୁଖ୍ୟ ସ୍ରୋତରେ ରହିକରି ସମାଜର ଯେଉଁ ଦୋଷ ଦୁର୍ବଳତାକୁ ପରିପ୍ରକାଶ କରିବା ଏବଂ ସରକାରକୁ ଠିକ୍ ଢଙ୍ଗରେ ପରିଚାଳିତ କରିବାର ଯେଉଁ ଦାୟିତ୍ୱ ରହିଛି ସାମ୍ବାଦିକତାର ଏବଂ ସାମ୍ବାଦିକମାନଙ୍କର, ତାହା କିଛି ମାତ୍ରାରେ ଆଜି ପଥଚ୍ୟୁତ ହୋଇଛି। ତେଣୁକରି ପୁନର୍ବାର ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ନିର୍ଭୀକ ଏବଂ ସ୍ୱଚ୍ଛତା ରଖିକରି ସାମ୍ବାଦିକତା କରିବାର ଆବଶ୍ୟକତା ରହିଛି, ଯାହାଫଳରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରିବ।